जय जगन्नाथ बंधुगण ଏହି ଭିଡ଼ିଓରେ ଜାଣିବା କୁମ୍ଭ ରାଶିର ଏହି ଗୋଟିଏ ଭୁଲ ଶନିଦେବ ଆପଣଙ୍କ ଉପରେ ରୁଷ୍ଟ ହେଉଛନ୍ତି। ଆପଣ ସମସ୍ତଙ୍କ ପାଇଁ କରୁଛନ୍ତି କିନ୍ତୁ ସମସ୍ତେ ଆପଣଙ୍କୁ ଭୁଲ ବୁଝୁଛନ୍ତି କାହିଁକି? ଆଜି ମୁଁ ଆପଣଙ୍କର 5ଟି ଦୁର୍ବଳତା ବିଷୟରେ ପୁରା ସତ କଥା କହିବି। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଶେଷରେ ମୁଁ ଗୋଟିଏ ଗୁପ୍ତ ଉପାୟ କହିବି ଯାହା ଆପଣଙ୍କ ଜୀବନ ବଦଳାଇ ଦେଇପାରେ। ଯଦି ଆପଣ ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତି ତାହେଲେ କମେଣ୍ଟ ବକ୍ସରେ ନିଶ୍ଚୟ ଜୟ ଶନିଦେବ ଲେଖନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ବନ୍ଧୁଗଣ, ପ୍ରଥମେ ଜାଣିବା ଅଧିକ ଚିନ୍ତା କରିବା। ଆପଣଙ୍କର ପ୍ରଥମ ଦୁର୍ବଳତା ହେଉଛି ଅଧିକ ଚିନ୍ତା କରିବା। ଆପଣ ଗୋଟିଏ କଥାକୁ ନେଇ ମନ ଭିତରେ 100ଟା ଯୋଜନା ବନାନ୍ତି ଏବଂ ଶେଷରେ ସେହି ଚିନ୍ତା ଆପଣଙ୍କୁ ମାନସିକ ଭାବେ ଦୁର୍ବଳ କରିଦିଏ। ରାତିରେ ଅଯଥା ଚିନ୍ତା ଯୋଗୁଁ ଆପଣଙ୍କୁ ଠିକରେ ନିଦ ବି ହେଉନି। କିନ୍ତୁ ମନେ ରଖନ୍ତୁ, ଚିନ୍ତା କଲେ ସମାଧାନ ମିଳେନି, ବରଂ କାମ କଲେ ମିଳେ। ତାପରେ କ'ଣ ରହିଛି? ଦ୍ୱିତୀୟ କଥା, ଲୁଚାଇବା। ଆପଣ ଭିତରେ ବହୁତ କଷ୍ଟ ପାଉଛନ୍ତି କିନ୍ତୁ ମୁହଁରେ ହସ ରଖି ସବୁ ସହିଯାଉଛନ୍ତି। ଆପଣ ନିଜ ମନର କଥା କାହାକୁ କୁହନ୍ତି ନାହିଁ। ଏହି ଗୁମାନୀ ସ୍ୱଭାବ ଯୋଗୁଁ ଆପଣଙ୍କ ନିଜ ଲୋକ ବି ଆପଣଙ୍କୁ ଭୁଲ ବୁଝିଥାନ୍ତି। ଆପଣଙ୍କୁ ଲାଗୁଛି ସମସ୍ତେ ଆପଣଙ୍କୁ ଧୋକା ଦେଉଛନ୍ତି, କିନ୍ତୁ ସମସ୍ୟା ହେଉଛି ଆପଣ ଖୋଲିକି କଥା ହେଉନାହାନ୍ତି। ତୃତୀୟ ଦୁର୍ବଳତା ହେଉଛି ଜିଦ୍ କରିବା। ଆପଣ ଯଦି ଥରେ କୌଣସି କାମ କରନ୍ତି ତେବେ କାହାରି କଥା ଶୁଣନ୍ତି ନାହିଁ। ବେଳେବେଳେ ଏହି ଜିଦ୍ ଆପଣଙ୍କ ସମ୍ପର୍କ ଏବଂ କ୍ୟାରିୟରରେ ବଡ଼ ବାଧା ସୃଷ୍ଟି କରୁଛି। ଶନିଦେବ ଚାହାନ୍ତି ଆପଣ ନମ୍ର ହୁଅନ୍ତୁ, କିନ୍ତୁ ଆପଣଙ୍କ ଅହଙ୍କାର ଆପଣଙ୍କୁ ଅଟକାଉଛି। ଚତୁର୍ଥ କଥା କ'ଣ ରହିଛି? ଆପଣ ଦୁନିଆର ସମସ୍ତଙ୍କ ପାଇଁ କରୁଛନ୍ତି କିନ୍ତୁ ନିଜ ପାଇଁ କିଛି କରୁନାହାନ୍ତି। ଆପଣ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଚକ୍କରରେ ନିଜ ସମୟ ଏବଂ ଟଙ୍କା ବେକାର କରିଦେଉଛନ୍ତି। ଆଉ ସବୁଠୁ ବଡ଼ ଦୁଃଖର କଥା ହେଉଛି, ଯାହା ପାଇଁ ଆପଣ ଏତେ କଲେ ଶେଷରେ ସେହି ବ୍ୟକ୍ତି ହିଁ ଆପଣଙ୍କ ନାଁରେ ମିଛ ଗୁଜବ ସୃଷ୍ଟି କରୁଛି। ପଞ୍ଚମ ଦୁର୍ବଳତା ହେଉଛି ଦ୍ୱନ୍ଦ୍ୱ। ଆପଣ କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ବହୁତ ଡରୁଛନ୍ତି। ଏହି ଡର ଯୋଗୁଁ ଅନେକ ଭଲ ସୁଯୋଗ ଆପଣଙ୍କ ହାତରୁ ଚାଲିଯାଉଛି। ଶନିଦେବ ଏବେ ଆପଣଙ୍କର ପରୀକ୍ଷା ନେଉଛନ୍ତି, ତେଣୁ ଦ୍ୱନ୍ଦ୍ୱ ଛାଡ଼ି ଆତ୍ମବିଶ୍ୱାସର ସହ ଆଗକୁ ବଢ଼ନ୍ତୁ। ବନ୍ଧୁଗଣ, ଏହି 5ଟି ଦୁର୍ବଳତା କ'ଣ ଆପଣଙ୍କ ଜୀବନ ସହ ମିଶୁଛି? ଯଦି ହଁ, ତେବେ ଜମା ଡରନ୍ତୁ ନାହିଁ, କାରଣ କୁମ୍ଭ ରାଶିର ଲୋକେ ଯେତିକି ଦୁର୍ବଳ ସେତିକି ଶକ୍ତିଶାଳୀ ମଧ୍ୟ। ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ଏହି ସମସ୍ୟାରୁ ମୁକ୍ତି କେମିତି ମିଳିବ? ଶନିଦେବ କେବେ ସମ୍ପନ୍ନ ହେବେ? ମନେ ରଖନ୍ତୁ, ଶନିଦେବ ଆପଣଙ୍କୁ କଷ୍ଟ ଦେବାକୁ ଚାହାନ୍ତି ନାହିଁ, ସେ କେବଳ ଆପଣଙ୍କୁ ସୁଧାରିବାକୁ ଚାହୁଁଛନ୍ତି। ଆପଣଙ୍କ 7.5 ଏବେ ଶେଷ ପର୍ଯ୍ୟାୟରେ ଚାଲିଛି। ଆଉ ମାତ୍ର କିଛି ଦିନର ଅପେକ୍ଷା। 23 ଫେବୃଆରୀ 2028ରେ ଆପଣ ଏହିସବୁ ସଂଘର୍ଷରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଯିବେ। କିନ୍ତୁ ସେହି ସମୟ ପର୍ଯ୍ୟନ୍ତ ଆପଣଙ୍କୁ ଗୋଟିଏ ମହାପ୍ରତିକାର କରିବାକୁ ପଡ଼ିବ। ପ୍ରତି ଶନିବାର ଦିନ ସନ୍ଧ୍ୟା ସମୟରେ ଏକ ଅଶ୍ୱସ୍ଥ ଗଛ ମୂଳେ ସୋରିଷ ତେଲର ଦୀପଟିଏ ଜାଳନ୍ତୁ ଏବଂ ନିଜର ଭୁଲ ପାଇଁ ଶନିଦେବକୁ କ୍ଷମା ମାଗନ୍ତୁ। ଏହା ସହିତ ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ। ଦେଖିବେ ଆପଣଙ୍କର ଏହି 5ଟି ଯାକ ଦୁର୍ବଳତା ଧୀରେ ଧୀରେ ଶକ୍ତିରେ ପରିଣତ ହେବ। ଯଦି ଆଜିର ଏହି ସତ କଥା ଗୁଡ଼ିକ ଆପଣଙ୍କ ହୃଦୟକୁ ଛୁଇଁଛି ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ ନିଶ୍ଚୟ କରନ୍ତୁ ଆଉ କମେଣ୍ଟ ବକ୍ସରେ ଜୟ ଶନିଦେବ ଲେଖିବାକୁ ଜମା ଭୁଲନ୍ତୁ ନାହିଁ। ଆପଣଙ୍କର ଗୋଟିଏ ସବସ୍କ୍ରାଇବ୍ ମୋତେ ଏମିତି ଆହୁରି ସତ୍ୟ ତଥ୍ୟ ଆଣିବାକୁ ପ୍ରେରଣା ଦେବ। ଆଜି ପାଇଁ ଏତିକି। ପୁଣି ଦେଖା ହେବ ଏକ ନୂଆ ଭିଡ଼ିଓରେ। ଜୟ ଜଗନ୍ନାଥ।